हाँ, आम आलोचना करवा मातृरचनावली भाग 10 ज्ञान 374 375 376। 374 प्रभु लिखुଛନ୍ତି ମୁଁ ମୃତ୍ୟୁକୁ ସ୍ୱୀକାର କରିନେବି ନା ଏପାଖକୁ ବୁଲି ତାଙ୍କ ସହିତ କୁସ୍ତି କରିବି ଓ ବିଜୟ ହାସଲ କରିବି। ମୋ ଭିତରେ ରହିଥିବା ଈଶ୍ୱର ଯେପରି ଇଚ୍ଛା କରିବେ ଏହା ଠିକ ସେହିପରି ହେବ। କାରଣ ମୁଁ ବଞ୍ଚି ରହେ ଅଥବା ମରେ ପଛକେ ମୁଁ ସର୍ବଦା ହିଁ ଅବଶ୍ୟ ରହିଛି। ଜ୍ଞାନ 375 କହୁଛନ୍ତି ତୁମେ କାହାକୁ ମୃତ୍ୟୁ ବୋଲି କହୁଛ? ଈଶ୍ୱରଙ୍କର କେବେ ମୃତ୍ୟୁ ହୋଇପାରେ କି? ହେ ତୁମେ ମୃତ୍ୟୁକୁ ଯିଏ ଭୟ କରୁଛ ସେହି ମହାନ ପରମ ଜୀବନ ହିଁ ଏକ ମୃତ୍ୟୁ ମସ୍ତକ ସହିତ ଖେଳି ଖେଳି ଓ ଭୟାନକତାର ମୁଖାଟିଏ ପିନ୍ଧି ତୁମ ପାଖକୁ ଆସିଛି। ଜ୍ଞାନ 376 କହୁଛନ୍ତି ଏହି ଜଡଭୂମିରେ ମଧ୍ୟ ଅମରତ୍ୱ ଲାଭ କରିବାର ଏକ ଉପାୟ ରହିଛି ଏବଂ ପ୍ରକୃତି ଆମକୁ ବାଧ୍ୟ କରେ ବୋଲି ଯେ ଆମେ ମୃତ୍ୟୁର ସମ୍ମୁଖୀନ ହେଉ ସେ କଥା ଆଦୌ ନୁହେଁ। ଆମେ ନିଜ ଇଚ୍ଛାରେ ହିଁ ମୃତ୍ୟୁକୁ ବରଣ କରିଥାଉ। ମାତ୍ର 100 ବର୍ଷ ଧରି ସେ ଗୋଟିଏ ଅଙ୍ଗ ପରିଚ୍ଛଦ ପିନ୍ଧିକରି ରହିବାକୁ ଏବଂ ଦୀର୍ଘ ଚିରନ୍ତନ କାଳ ପର୍ଯ୍ୟନ୍ତ ସେଇ ଗୋଟିଏ ସଂକୀର୍ଣ୍ଣ ଓ ପରିବର୍ତ୍ତନହୀନ ଆବାସ ମଧ୍ୟରେ ବନ୍ଦୀ ହୋଇ ରହିବାକୁ କିଏ କାହିଁକି ବା ଇଚ୍ଛା କରିବ? ଦେଖନ୍ତୁ ଏଇ ତିନୋଟି ଯାକ ଜ୍ଞାନକାରିକା ମୃତ୍ୟୁ ଉପରେ ରହିଛି ଏବଂ ମୃତ୍ୟୁକୁ କିପରି ବିଜୟ ହାସଲ କରିବେ ତାରି ଉପରେ ରହିଛି। ଜ୍ଞାନ 374 ପ୍ରଭୁ କହୁଛନ୍ତି ଯେ ମୁଁ ମୃତ୍ୟୁକୁ ସ୍ୱୀକାର କରିନେବି ନା ଏପାଖକୁ ବୁଲି ତାଙ୍କ ସହିତ କୁସ୍ତି କରିବି ଓ ବିଜୟ ହାସଲ କରିବି। ମୋ ଭିତରେ ରହିଥିବା ଈଶ୍ୱର ଯେପରି ଇଚ୍ଛା କରିବେ ଏହା ଠିକ ସେହିପରି ହେବ। ଏଇଟା ଆମେ ସବୁବେଳେ ଆଲୋଚନା କରି ଆସିଛନ୍ତି ଯେ ମୋ ଭିତରେ ଯେହେତୁ ପରମେଶ୍ୱର ନିଜେ ଯୋଉ ବିଦ୍ୟମାନ ଅଛନ୍ତି ଆମେ ତାକୁ ନା କହୁଛୁ ଆତ୍ମା, କିଏ କହୁଛନ୍ତି ଅନ୍ତରାତ୍ମା, ଏବଂ ସେ ମୋ ଭିତରେ ରହିଛନ୍ତି। ମୁଁ ଜନ୍ମ ହବା ଯେତେବେଳେ ଜନ୍ମ ହେଲି ମୋ ସହିତ ଆତ୍ମା ଆସିଛନ୍ତି ବୋଲି ମୋର ସ୍ଥିତି ରହିଛି। ଯଦି ଆତ୍ମା ନାହିଁ ତେବେ ମୋର ସ୍ଥିତି ନାହିଁ। ତା ବାଦେ ଆମେ ଯୋଉ ବିବର୍ତ୍ତନ ଧାରାରେ ସେହି ଆତ୍ମା ନିଜକୁ ଆମର ମନ ପ୍ରାଣ ଶରୀର ଉପରେ ବା ମନ ପ୍ରାଣ ଶରୀରକୁ ସେ ପରିଚାଳିତ କରିବ ଏବଂ ଭଗବାନଙ୍କୁ ପରମଙ୍କୁ ପୂର୍ଣ୍ଣ ରୂପେ ପରିପ୍ରକାଶ କରିବ ଅବିକୃତ ଭାବରେ। ଇଏ ହଉଛି ବିବର୍ତ୍ତନ ଧାରା। ତେଣୁ ତା ଭିତରେ ତେଣୁ ଈଶ୍ୱର ଯାହା ଇଚ୍ଛା କରିବେ ତାହା ମୋ ସହିତ ହବ। ତେଣୁ ମୁଁ ମୃତ୍ୟୁକୁ ସ୍ୱୀକାର କରିବି କିମ୍ବା ତାଙ୍କ ସହିତ କୁସ୍ତି କରିବି ଏକଥା ସିଏ ଯାହା ଡିସାଇଡ କରିବେ ମୁଁ ସେୟା ମାନି ନେବି। ଇଏ ଆକ୍ଚୁଆଲି ଇଏ ସମସ୍ତଙ୍କର ଏହା ହିଁ ହବା କଥା। ମାନେ ନିଜସ୍ୱ ଯୋଉ ଆମେ ଯୋଉ ନଉ ସିଦ୍ଧାନ୍ତ ହବା କଥା କଣ, ଯାହା ପରମ ଇଚ୍ଛା କରିବେ ତାହା ଆମେ ହିଁ ସ୍ୱୀକାର କରିବା। ତାପରେ ଆଉ ଗୋଟେ କଥାଟା ଯୋଉ ଲାଇନଟା ଗୁରୁତ୍ୱପୂର୍ଣ୍ଣ ଆମେ ମନେ ରଖିବା ସେଇ ଲାଇନଟି, କାରଣ ମୁଁ ବଞ୍ଚି ରହେ ଅଥବା ମରେ ପଛକେ ମୁଁ ସର୍ବଦା ହିଁ ଅବଶ୍ୟ ରହିଛି। ଏଇ ଯୋଉ ରହସ୍ୟଟି, ଏଇ ରହସ୍ୟଟି ବହୁତ କମ ଲୋକ ଜାଣନ୍ତି। ଆମେ ବୁଝୁ ଶୁଣୁ କିନ୍ତୁ ତାକୁ ଯୋଉ ଅଙ୍ଗେ ଲିଭେଇବା ଘଟଣାଟି ହୁଏନି ଯେ ପ୍ରକୃତରେ ମୁଁ ମରୁନାହିଁ, ମୁଁ ଥିଲି, ଅଛି, ରହିବି। ଏଇ ଯୋଉ ସ୍ଥିତିଟା ଏଇଟା କେତେବେଳେ ଜଣେ ଅନୁଭବ କରିବ, ଯେତେବେଳେ ଜଣେ ଅନ୍ତରାତ୍ମାରେ ବାସ କରିବ ସେତେବେଳେ ଯାଇ ସେ ଅନୁଭବ କରିପାରିବ ଏଇ ଯୋଉ ଜୀବନଟି ପାଇଛି ଏଇ ଜୀବନଟା ଗୋଟିଏ ଜୀବନ ନୁହଁ। ଏଇ ନିଶିଥର ଶରୀର, ଏଇ ଯୋଉ ଶରୀରଟି ସେ ଗ୍ରହଣ କରୁଛି ତାକୁ ନିଶିଥ ବୋଲି ନାଁ ଦିଆଯାଉଛି। ଯିଏ ମୁଁ ଯୋଉ ଏ ଶରୀର ଗ୍ରହଣ କରିଛି ସିଏ ଆ ପୂର୍ବରୁ ଆଉ ଗୋଟେ ଶରୀରରେ ଥିଲା, ତାପରେ ଏ ଶରୀର ଗ୍ରହଣ କରୁଛି। ତେଣୁ ସେ ଅଛି, ନାହିଁ ମାନେ ଚାଲି ଯାଇନି, ମରିଯାଇନି। ଯେମିତି ବର୍ତ୍ତମାନ ଏଇ ପୋଷାକଟା ମୁଁ ପିନ୍ଧିଛି, ଏ ପୋଷାକଟା କାଢି ଦଉଛି, ସେତେବେଳେ ଆଉ ଗୋଟେ ପୋଷାକ ପିନ୍ଧୁଛି, ତା ବୋଲି କଣ ନିଶ୍ଚିତ ଚାଲି ଯାଉଛି କି? ଚାଲି ଯାଉନି, ନିଶ୍ଚିତ ବଞ୍ଚିଛି। ସେମିତି ନିଶ୍ଚିତ ଭିତରେ ଯୋଉ ସତ୍ତାଟିଏ ଯିଏ ଇଏ ନିଶ୍ଚିତର ଶରୀର ଗ୍ରହଣ କରିଛି ଏବଂ ନାଁ ଧରିଛି ନିଶ୍ଚିତ ବୋଲି, ଯେମିତି ଆମେ କହୁଛେ ଏଇଟା ଗୋଟେ ଧଳା ଗଞ୍ଜି, ସେମିତି ନାଁଟା ହେଲା ନିଶ୍ଚିତ।
ये बर्तमान गंजीटा को मुझे चेंज करदेली आ गोटे सार्ट पिंधिली कौन ना धला सार्ट पिंधिली सेमती बर्तमान गंजी थिला सार्ट हैला सेमती आज निश्चित अच्छी गत जन्म से जो आम कहे आउ गोटे को शरीर से ग्रहण करथिला तेणु सी अच्छी केवल पोशाक परिवर्तन पर शरीर को से परिवर्तन करिछि तेणु मु ये शरीर टी मृत्युवरण करू कि न करू मु थिली अच्छी ज्ञान 375 ताको आउरी स्पष्ट कर तुम्हें क्या मृत्यु बोली कह ईश्वर केवे मृत्यु हो पारे कि अरे मो भीतर जो अंतरात्मा रही सी तो सही परम जे कि मो भीतर रही तो तांकर मृत्यु कौटे अच्छी कहते हे तुम्हें मृत्यु को जे भय करुच से महान परम जीवन ही एक मृत्यु मस्तक सहित खेली खेली परम जीवन ही एक मृत्यु मस्तक सहित खेली खेली वो भयानकतार मुखाटे पिंधि तुम पाक आसी सी आमको बहुत डर लगुच मृत्यु को लेकिन किंतु तापर ज्ञान 376 जोटा कहते कौन हुए प्रकृत रे प्रकृति मो पर जबरदस्त मृत्यु को लदी दे ना एटा हूँ गोटे रहस्य कौन हुए अमरत्व लाभर उपाय रही से उपाय आमे अवलंबन करूना तेणु से कौन हो आमे मृत्यु को निजे स्वीकार करनु कहीं स्वीकार करू तार आउ गोटे कारण रोची तार आउ गोटे कारण होची एई जो शरीर जड़ शरीर से परिवर्तन विमुख एवं समय चक्र रे सी अनेक किछि अर्जन करे अनेक किछि हरई बसे जेमती जेतेबेले पिला थिले आमे आमर मन डेभलप हो नथिला बा मन परिप्रकाश हो नथिला सेतेबेले आमे जेपरि बंचुथिले जेतेबेले धीरे धीरे बयस आमर बढ़िला सेतेबेले आमर बंचिबा आमर चिंता करिबा आमर धारणा आमर भावना ये सबु भिन्न प्रकार ग्रहण कला सेतेबेले आम शरीर छोट बेले जो शरीर थिला वर्तमान शरीर आउ एक रूप ग्रहण कला जेतेबेले पुणी बयसर समय चक्र गड़ीजीव सेतेबेले ए कोष कोष ये जो कोष परस्पर सहित जो टाइट हो एते सुंदर भाव में आमको लगुच चिकन चाकन सेतेबेले कौन हम ये धुर 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 हम कहीं ना कोष कोष भितर जो बंडेज रही से बंडेज भांगी जाए समय चक्र तेणु ये जो शरीर धीरे धीरे कौन हुए जीर्ण हुए एवं हठ जोगरे से चेष्टा करा जाइछि शरीर को अधिक वर्ष पर्यंत बंचे रखा एवं अनेक अनेक से सफल कई व्यक्ति 1000 वर्ष 2000 वर्ष भी बंचार नजीर रही जो माने हठयोगी से माने अनेक वर्ष इस शरीर को धारण कर रखी पारती किंतु कौन हुए तापरे तपस्या करुथिबे जदि भगवान को चिंतारे भगवान को जपरे भगवान को आराधना रे यदि जीवन आपण कटौचंती ताहाले हजार हजार वर्ष बंचिले भी आपण को आम आम भाषा कहबा हमको बोर लगे कहीं आप गोटे कार्य लगी किंतु जदि आमे परम परम को आराधना करूना तांको पाइबा पई आमे जीवन टाको न बीतेई यदि साधारण जीवन यापन करिवे सेतेबेले आमको भारी एटा दयनीय हो जाए असहनीय हो पड़े ये शरीर शरीर आमको बोझ भाया लगे अनेक व्यक्ति एबे भी कहती कि खाइबाटा कहीं रही खाइबाटा उठी जाऊनी शरीर टी बोझ हो जाए तापर देखिए समय चक्र रे आमर कौन हुए स्मृति शक्ति विलोप घटे आमर शरीर तो जदि साधारण जीवन यापन रहिबे तेबे शरीर कौन हम तार जो रुगुणत्व तार जो वार्धक्य जो आसो सी निश्चय भोग कर एपटे कौन हम भूली जीवा बेमार रतबे भिटामिन अभाव हम अमक अभाव है समक से केते प्रकार रोग जंत्रणा अनेक प्रकार असहनीय दुर्दशार आम सम्मुखीन हवा
ସେତେବେଳେ ଆମକୁ ଏ ଶରୀରଟି ପୁରା ବୋଝ ଭଳି ଲାଗିବ, ପୁରା ବୋଝ ଭଳି ଲାଗିବ। ତେଣୁ ସେତେବେଳେ କଣ ହୁଏ, ଆମେ ନିଜେ ହିଁ ଇଚ୍ଛା କରୁ ମୃତ୍ୟୁକୁ ଗ୍ରହଣ କରିନେବା ପାଇଁ। ତେଣୁ ଏଠି କହୁଛନ୍ତି ପ୍ରକୃତିକୁ ଆମେ ପ୍ରକୃତି ଆମକୁ ବାଧ୍ୟ କରେ ବୋଲି ଯେ ଆମେ ମୃତ୍ୟୁର ସମ୍ମୁଖୀନ ହେଉ, ସେ କଥା ଆଦୌ ନୁହେଁ। ଆମେ ନିଜ ଇଚ୍ଛାରେ ହିଁ ମୃତ୍ୟୁକୁ ବରଣ କରିଥାଉ। ତା ପୂର୍ବ ଲାଇନରେ କହୁଛନ୍ତି ଏଇ ଜଡ ଭୂମିରେ ମଧ୍ୟ ଅମରତ୍ୱ ଲାଭ କରିବାର ଏକ ଉପାୟ ରହିଛି। ଏଇ ଯୋଉ ଅମରତ୍ୱ ଲାଭ କରିବାର ଉପାୟ ରହିଛି, ଆମେ ସେ ଉପାୟକୁ ଗ୍ରହଣ କରୁନାହୁଁ ବା ଉପାୟକୁ ଅବଲମ୍ବନ କରୁନାହୁଁ, ବା ସେ ଉପାୟକୁ ଆମେ ଲାଗି ରହୁନାହୁଁ ତାକୁ ପ୍ରାପ୍ତ କରିବା ପାଇଁ। ତେଣୁ କଣ ହଉଛି ନା ଆମେ ଏଇ ଶରୀର ଆମ ପାଇଁ ବୋଝ ହେଇଯାଏ। ସେଥିପାଇଁ କହୁଛନ୍ତି 100 ବର୍ଷ ଧରି ସେ ଗୋଟିଏ ଅଙ୍ଗ ପରିଚ୍ଛେଦ ପିନ୍ଧିକରି ରହିବାକୁ ଏବଂ ଦୀର୍ଘ ଚିରନ୍ତନ କାଳ ପର୍ଯ୍ୟନ୍ତ ସେଇ ଗୋଟିଏ ସଂକୀର୍ଣ୍ଣ ଓ ପରିବର୍ତ୍ତନହୀନ ଆବାସ ମଧ୍ୟରେ ବନ୍ଦୀ ହୋଇ ରହିବାକୁ କିଏ କାହିଁକି ଇଚ୍ଛା କରିବେ? ଆମେ ଦେଖୁଛନ୍ତି ଗୋଟେ ଗୋଟେ ମଜାଦାର କଥାଟିଏ ମନେ ପଡୁଛି, ଯୋଉଟା କି ଆମେ ଶୁଣିଥାଇ ପାରନ୍ତି। ଏଠି ଆପ୍ରୋପ୍ରିଏଟ ହବ ବୋଲି ଆମେ ଆଉଥରେ କହୁଛନ୍ତି। ମନେ କରାଯାଉ କଣ ହେଇଛି ନା ଗୋଟେ ବ୍ୟକ୍ତି ପାଇଗଲେ ବର ଯେ ଅମର ସେ ମରିବନି ଆଉ। ବର୍ତ୍ତମାନ ଏଇ ଶରୀରରେ ସେ ଅମରତ୍ୱ ପାଇଯାଇଛି। ଏଇ ଶରୀରରେ ଅମରତ୍ୱ ପାଇଗଲା ପରେ କଣ ହେଇଛି ନା ସେ ଆମରି ଏଇ କଟକ ଜିଲ୍ଲାର ଲୋକ। କିନ୍ତୁ ଯେହେତୁ ଅମରତ୍ୱ ବର ପାଇଛି, ପୃଥିବୀରେ ହେଉଛି ବିରଳ। ଆଜି ପର୍ଯ୍ୟନ୍ତ ଏମିତି ଅମରତ୍ୱ ବର ପ୍ରଦାନ କରିବା କୌଣସି ମଣିଷକୁ ଆମେ କେହି ଦେଖିନାହୁଁ। ତେଣୁ ସେଠି କଣ ହେଇଛି, ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଡାକିଛନ୍ତି। ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା ମାନେ ଭୋଜନ କୋଉ ଭଳିଆ ହେଇଥିବ, ଭଲ ଭାବରେ ଭୂରି ଭୋଜନ କଲେ। ତାପରେ ପ୍ରଧାନମନ୍ତ୍ରୀ, ତାପରେ ରାଜ୍ୟପାଳ, ପୁଣି ଆମ ରାଜ୍ୟର ରାଜ୍ୟପାଳ, ଆମର ମୁଖ୍ୟମନ୍ତ୍ରୀ, ସେଠୁ ଆମ ଏପଟ ମାନେ ଯୋଉ ତଥାକଥିତ ସବୁ ରହିଛନ୍ତି ଯୋଉ ଅନ୍ୟ ମନ୍ତ୍ରୀ ମାନେ, ଆମ ଏମଏଲଏ, ସମସ୍ତେ ଡାକିବାକୁ ଆରମ୍ଭ କଲେ। ସିଏ ଯେତେବେଳେ ମାନେ ଫେରୁଛନ୍ତି, ଗୋଟିଏ ପରେ ଗୋଟିଏ ଭୋଜି ଖାଇକି ଚାଲିଛନ୍ତି। ଭୋଜି ତ କୋଉ ଗୋଟେ ସାଧାରଣ ଭୋଜି ସବୁ ନୁହଁ। ଏମିତି ଭିତରେ କଣ ହେଇଛି ନା ତାଙ୍କ ପେଟଟି ଖରାପ ହେଇଯାଇଛି। ଅଭ୍ୟାସ ନଥିଲା, ଯେତେବେଳେ ଖାଇଲେ ଧୁମ ରେ, ତେଣୁ ଯାହା ହବ ଅବସ୍ଥା ଆଉ। ପେଟ ଖରାପ ହେଇଯାଇଛି। ସେଠୁ ତାଙ୍କୁ କଣ ହେଇଛି ନା ଡାକ୍ତରଖାନା ଯିବାକୁ ପଡିଛି। ଡାକ୍ତରଖାନାକୁ ନେଇକି ଯାଇଛନ୍ତି। ଡାକ୍ତରଖାନାରେ ପହଞ୍ଚିଲା ପରେ ଯେହେତୁ ଅସୁବିଧା ହେଇଛି, କଣ ହେଇଛି ନା ଏମିତି ଏକ ଅବସ୍ଥା ହେଲା ଯେ ଫାଇନାଲ କଣ ହେଲା ନା ଯୋଉ ଅପରେସନ କରିବା ପାଇଁ, ଦେଖିବା ପାଇଁ ପେଟ ଚିରା ହେଇଛି। ସେ ନଥିଲା ସେତେବେଳେ ଆମର କଣ ଲାପ୍ରୋସ୍କୋପି ନଥିଲା, ପୁରା ପେଟ କଟା ହେଇଛି। ପେଟ କଟା ହେଇଛି ଅଧାରେ। ସେଇ ସମୟରେ ଡାକ୍ତରଙ୍କର ଘରଣୀ ଫୋନ କଲେ, ପୁରା ଅର୍ଜେଣ୍ଟ। ଘରଣୀଙ୍କର କଥା ନ ମାନିଲେ, ହୋମ ମିନିଷ୍ଟର ସିଏ, ଘରଣୀଙ୍କ କଥା ନ ମାନିଲେ ସରିଲା, ସବୁ ଅବସ୍ଥା ଢିଲା। ତେଣୁ ସିଏ କଣ କଲେ, କହିଲେ ହଉ ବା, ସେ ତ ମରିବନି, ଅମର ବର ପାଇଛି, ଥାଉ, ମୁଁ ଟିକେ ଯାଇ ଘରକୁ ପଳେଇ ଆସେ। ଆରେ ଦେଖ, ମରିବ ନାହିଁ ସିନା, ହେଲେ ଯନ୍ତ୍ରଣା କୁଆଡେ ଯିବ? ଆନାସ୍ଥେସିଆ ପ୍ରଭାବ କମିଗଲା ପରେ ପୁଣି ଆନାସ୍ଥେସିଆ ଗୋଟେ ଦବ। କିନ୍ତୁ ଚିନ୍ତା କର, ପେଟଟା ଚିରା ହେଇକି ପଡିଥବ, ସେ ବଲ ବଲ ହେଇକି ଦଉଥବ, କଣ ସେ କରିବ? ଆରେ ସେ ମରିବ ନାହିଁ ବୋଲି ଯଦି ଏଇ ଯୋଉ ପେଟ କାଟିବା ଯନ୍ତ୍ରଣା କୁଆଡେ ଗଲା? ଯନ୍ତ୍ରଣା ତ ପାଉଛି ନା, କଷ୍ଟ ତ ପାଇବ ନା। ତେଣୁ ଏଇ ଶରୀର ଯେ ପର୍ଯ୍ୟନ୍ତ ଯୋଉ ତତ୍ଵରେ ରହିଛି, ଯଦି ସେଇ ତତ୍ଵରେ ରହିଛି, ତେବେ ସେଇଟା ଆମ ପାଇଁ ବୋଝ। ତେଣୁ ଆମେ କଣ କରୁ, ସାଧାରଣତଃ ଶରୀରକୁ ଏଇ ସଂକୀର୍ଣ୍ଣ ମାନେ ବାନ୍ଧି ହେଇ ରହିବା ପାଇଁ ଗୋଟେ ସମୟ ଆସେ, ଯେତେବେଳେ ଆମେ ଏବେ ଭାରି ଭଲ ପାଉଛୁ ଆମର ଏ ଶରୀରକୁ, ଭାରି ଭଲ ପାଉଛୁ। କିନ୍ତୁ ଧୀରେ ଧୀରେ ସମୟ ଚକ୍ର ଗଡି ଗଡି ଗଲା ପରେ ଗୋଟେ ସମୟ ଆସି ପହଞ୍ଚେ, ସେତେବେଳେ ଆଉ ଏ ଶରୀର ଭଲ ଲାଗେନି। ଗୋଟିଏ ପରେ ଗୋଟିଏ କୋଷ ଆମର ଅନିଚ୍ଛା ପ୍ରକାଶ କରେ ଏ ଶରୀର ଭିତରେ ରହିବା ପାଇଁ। ଧୀରେ ଧୀରେ କଣ ହବ, ଶେଷରେ ସେ ଯେତେବେଳେ ସମସ୍ତେ କହିବେ ନା ଆଉ ଏ ଶରୀର ରହିବନି, ସେତେବେଳେ ଏ ଶରୀର ଛାଡି ପୁଣି ନୂତନ ଶରୀର ଗ୍ରହଣ କରିବା ପାଇଁ
समय आसीजाए तेणु आम शरीर त्याग करू। तेणु ये संकीर्ण परिवर्तनहीन आवास भितर कहीं बंधी रहा इच्छा करती ना, तेणु शरीर त्याग करती, तेणु मृत्यु लभ। ये हूँ द सीक्रेट ऑफ डेथ। प्रकृत में डेथ इज नॉट ए आम जदि भाविबा जे डेथ गोटे आम सीन नुह कि गोटे एमती एक परिस्थिति नुह जोटा कि आम भारी खराब। एक्चुअली डेथ आम आसे सकाशे जे यही प्रकार जो अवस्था आम अच्छु ये अवस्थार परिवर्तन जितेबाला आम नाचार हो जाऊ ये शरीर से ये शरीर से त्याग कर नूतन शरीर ग्रहण कर। ये हूँ द सीक्रेट ऑफ माने सीक्रेट ऑफ डेथ। तो से आउ गोटे कथा मन रखा जे आम एक्चुअली बंची शिखिना बोली एबे भी आम मृत्यु को लभुच। तेणु ये जो अमरत्व लाभ करने जो उपाय ताको आम केमिति पाइबा से विषय आम आलोचना तो अनेक थर कर पुणी आलोचना करवा नेक्स्ट टाइम। आज जो प्रश्नटी मां को कराई यही जीवन रे आपणार कार्य शेष है एवं तार आउ किछि हेले देबाकू नाही बोली जदि जने व्यक्ति अनुभव करे एक्चुअली हेबाकू हबा कथा हौ तेबे ता लागि मृत्यु को ग्रहण करने एवं लक्ष्यहीन भाव रे ए जीवनटा को नै घोषारी हेबा परिवर्ते आउ थरे जन्म लाभ करबा प्रकृतर अधिक भल हेबो नाही कि से प्रश्नटी यही कथा ही कहते ताहले तो भल नुह कि कहीं ना जेतेबेले मोर आउ किछि हबाकू बाकी ना माने नाही आउ मोर कार्य शेष हो गला तेबे ये शरीर को त्याग करवा प्रकृत में भल नुह कि माँ कहते वस्तु गुड़िक आपणार मनमत गति करूना बोली देखा पाइबा मात्रे के असंतुष्ट अहं आपना को ठीक से प्रश्नटी करता है। मात्र जीए दिव्य परम सत्तांकर हो रही थाए एवं सत्य रे ही जीवन बंचिबा को इच्छा करुथाए सी भल करी जानी थाए जे यही पृथ्वी रे तार कौन सी प्रयोजनीयता रही बोली उपलब्धि करुवा पर्यंत सी ताकू निश्चय एठारे ही रखिथिबे एवं तार एठार आउ किछि हेले करबा को न रहिले सी ताकू एठारु अन्यत्र को नहीं जिवे। तेणु तुमर प्रश्नटीर आदौ कौन सी प्रासंगिकता ही नाही एवं सेही व्यक्तिटी जे दिव्य परम सत्तांकर सर्वोच्च प्रज्ञार सुनिश्चयता मध्य अत्यंत स्थिर होई निजर जीवन बंचुथिबो सेथिरे मध्य कोनोसी संदेह नाही। तेणु एठी मा पूरा कहते जदि जने परमंक द्वारा परिचालित हवा पाई परम सत्तांकर निर्देश रे परिचालित करबा पई जीवनटी को स्थिर करि नै थाए एवं सेथिरे से बंची थाए तेबे सी यही प्रश्न केबे करिवो नै कहीं ना सी तो जानी ना तार केतल काम सरीब केतल काम सरले कोठी की जीव आमे जेतेबेले मन कई साधारण जीवन रे आमे जेतेबेले आमे कोन जानूचु जे नहीं टाइम हो गला बर्तमान मु कामटा सरला पर एटा को जीवी तेणु मु कौन जो हड़बड़ कौन करी एमती हुए कहीं मुझे जानी जे कम सारे मुझे को जीवी। तेणु जी परम सत्ता सहित बंचुची तेणु सी जानी जे ए शरीर त्याग हेले बा ये काम सरीगला ये शरीर छाड़ी अन्य शरीर को जीवी से कथा से जानी था। तेणु तापाई ये प्रश्नटी किसी प्रासंगिकता ना आ जो माने प्रश्न करुछंती ये प्रश्न तार अर्थ होची से माने एबे भी से अहंग्रे बा परम सत्ता सहित बसवास करना तेणु तांका भितरे प्रश्नटी आसीबो जे आपणार कार्य शेष है आउ किछि हबाकू नाही तेणु से मृत्यु को ग्रहण करिव जीवनटा को घोषारी हम ये जो प्रश्न करछंती कहीं ना ये अहं से प्रश्नटी करिथाए सी जेतेबेले देखे अहं देखे जे सी जहाँ चाहूची ताहा पाऊ नाही सेतेबेले से प्रकार प्रश्न करे कहीं अहं चाहू मन करा जो व्यक्ति बेले बेले जाइकरी आत्महत्या करिया कारण कौन सी जहाँ चाहूले ताहा पाइले नाही तांकू सेटा भारी बाधिगला सेमती अहं जेतेबेले असंतुष्ट होता है सेतेबेले से डिप्रेशन भी आसे डिप्रेशन जो आसे तार कारण होची अहं माने असंतुष्ट होई तार इच्छा पर फलवती हला नाही सेमती अग्रेसिवनेस भी सेमती अग्रेसिवनेस भी सेया जेतेबेले अहं सी जहाँ चाहूला ता न पाइला सी अग्रेसिव हो जाए। तेणु
ଯେତେବେଳେ ବାରମ୍ବାର ବାରମ୍ବାର ଯଦି ଏମିତି ଘଟିଲା ତେଣୁ ସେତେବେଳେ ଅହଂ ଦେଖେ ଯେ ମୋ ଇଚ୍ଛା ଅନୁସାରେ ଆଉ ଘଟଣା ଗୁଡ଼ିକ ଘଟୁନାହିଁ। ତେଣୁ ସିଏ ଏଇ ପ୍ରଶ୍ନଟି ସେତେବେଳେ ଉଠାଏ, କହେ ନାଇଁ ମୋ ଦ୍ୱାରା ଆଉ କଣ କାର୍ଯ୍ୟ ହବ, ନା ମୁଁ ଶରୀର ତ୍ୟାଗ କରିଥାଏ। ଇଏ ଅହଂର ହିଁ ପ୍ରତିରୂପ ବୋଲି ମା ଏଠି ବର୍ଣ୍ଣନା କରୁଛନ୍ତି। ମା ସେଥିପାଇଁ କହୁଛନ୍ତି ଏଠି ଏ ପ୍ରଶ୍ନଟିର ଆଦୌ ପ୍ରାସଙ୍ଗିକତା ନାହିଁ। ସେଇ ବ୍ୟକ୍ତିଟି ଯିଏ ଦିବ୍ୟ ପରମ ସତ୍ତାଙ୍କର ସର୍ବୋଚ୍ଚ ପ୍ରଜ୍ଞାର ସୁନିଶ୍ଚୟତା ମଧ୍ୟରେ ଅତ୍ୟନ୍ତ ସ୍ଥିର ହୋଇ ନିଜର ଜୀବନ ବଞ୍ଚୁଥିବ, ସେଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ। ଯାହାର ଇଏ ବଞ୍ଚୁଥିବ ତା ପାଇଁ ସନ୍ଦେହ ହିଁ ନାହିଁ। ତା ପୂର୍ବରୁ କହିଲେ ତ କହିଲେ ଅସନ୍ତୁଷ୍ଟ ଅହଂ ହିଁ ଆପଣାକୁ ଠିକ ଏଇ ପ୍ରଶ୍ନଟି ପଚାରିଥାଏ। ତେଣୁ ଆମେ ସଂକଳ୍ପ କରିବା ଏବଂ ମାଙ୍କୁ ଆହ୍ୱାନ କରିବା, ଆଶୀର୍ବାଦ ରଖିବା, ସ୍ଥିର ଅପ୍ରତ୍ୟହତା ଆଶୀର୍ବାଦ ଯେ ମା ମୁଁ ଚୈତ୍ୟ ସତ୍ତା ମୋର ଆବିଷ୍କୃତ ହଉ, ଚୈତ୍ୟ ସତ୍ତା ଦ୍ୱାରା ମନ ପ୍ରାଣ ଶରୀର ପରିଚାଳିତ ହଉ, ତୁମେ ମା ଆମକୁ ତୁମର କରିନିଅ। ଏଇ ଯୋଉ ଆଶ୍ରୁଆ ଆମକୁ ନିରନ୍ତର ରଖିବାକୁ ପଡିବ ଏବଂ ଆମର ଏଇ ଯୋଉ ପରିବର୍ତ୍ତନ ବିମୁଖ ଶରୀର ଏବଂ ଉଦ୍ଦାମ ପ୍ରାଣ ସିଏ କିପରି ଆତ୍ମା ଦ୍ୱାରା ପରିଚାଳିତ ହେବେ, ସେଥିପାଇଁ ଆମକୁ ନିରନ୍ତର ପ୍ରାର୍ଥନା କରିବାକୁ ପଡିବ। ମା ମା, thank you all, all over.